ହରି ଓମ୍ ହରି ଓମ୍। ଆରେ ଆଉ ଭଲ ଅଛନ୍ତି? ଆଜ୍ଞା କଣ କରୁଛନ୍ତି ଏବେ? ଅଫିସରେ ଥିଲି ଆଉ ହଁ ଚାଲିଛି। ହଁ କଣ ବ୍ୟସ୍ତ କୁହନ୍ତୁ? ଅଛନ୍ତି ବୋଧେ? ନାଇଁ ନାଇଁ କଥା ହେଇପାରିବା, କୁହନ୍ତୁ। ହଁ ନାଇଁ ବହୁତ ଦିନ ହେଣି କଥା ହେଇନଥିଲି ତ। ଆଜ୍ଞା ଆଜ୍ଞା ଆଜ୍ଞା। ମୋର ଗୋଟେ ଦେହ ଖରାପ ହେଇଯାଇଥିଲା 10-15 କଣ ଦିନ ହେଇଥିଲା? ଖଣ୍ଡେ ଜର ହେଇଯାଇଥିଲା। ଥଣ୍ଡା ଜର ହେଇକିରି ଜର ହେଇଥିଲା? ଏବେ ଭଲ ଅଛନ୍ତି ତ? ନାଇଁ ଏବେ ଭଲ ଭଲ। 10-15 ଦିନ ପ୍ରବଳ ଜର, କାଶ, ଥଣ୍ଡା, ନାକ ଫାଙ୍କ ଭଇଁକିରି କାଇଁ କହିଲେ ଯୋଉ ସିଜିନ ଟା ଚେଞ୍ଜ ହଉନି କି? ସିଜିନ ଚେଞ୍ଜ ହେଲା ତାର ସବୁ ପ୍ରଭାବ ପଇଲା। ହଁ ସେ ସିଜିନ ଟା ଯୋଉ ଚେଞ୍ଜ ହେଲା ସମସ୍ତଙ୍କର ମୋର ପୁରା ଏବେ ଥଣ୍ଡା ହେଇଥିଲା 2 ଦିନ ତଳେ। ସେଇଆ ବା ଘରେ ଘରେ ସମସ୍ତଙ୍କୁ ଥଣ୍ଡା ଫଣ୍ଡା ଚାଲିଛି ଏଇକା। ମୁଁ ଇନିସିଆଲି ଆଜ୍ଞା ମେଡିସିନ ଖାଇଲିନି 4 ଦିନ ଖଣ୍ଡେ ଖାଇଲିନି। ତାପରେ ବେଶୀ ଆଜ୍ଞା। ହେଲା ଯେମିତି ଫେର ଖାଇବା ପାଇଁ ଘରେ ଚିଡ଼ିଲେ ସେଠୁ ବାଧ୍ୟ ହେଇ ଔଷଧ ଖାଇଲି। ତମେ ମେଡିସିନ ଖାଉନ କି ଜର ହେଲେ? ନା 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 ମୁଁ ଏତେ ଜଲ୍ଦି ଖାଏନି। କିନ୍ତୁ ମାନେ ଅତି କିଛି ଦିନ ସିରିୟସ ହେଲେ ଅପେକ୍ଷା ଖାଅ? କରେ, ଅତି ସିରିୟସ୍ ହେଲେ ଖାଏ। ମୋର କିନ୍ତୁ ମୁଁ ସାଙ୍ଗେ ସାଙ୍ଗେ ମୁଁ ସମ୍ଭାଳି ପାରେନି, ମୁଁ ମେଡିସିନ ସାଙ୍ଗେ ସାଙ୍ଗେ ଖାଇଦିଏ। ନାଇଁ ମୁଁ କିଛି ଦିନ 4-5 ଦିନ ମୁଁ ୱେଟ୍ କରେ, 5 ଦିନ ୱେଟ୍ କଲି। ତାପରେ ଟିକେ ବିନା ଆଣ୍ଟିବାୟୋଟିକରେ ଟିକେ ମେଡ଼ିସିନ ଖାଇଲି। ତାପରେ ଯେତେବେଳେ ଅତି ହେଲା ସେଠୁ ଖାଇବା ପଇଲା ଆଉ। ଗୁରୁ ଭାଇ ଏଇ ଯୋଉ ଭିଡିଓରେ ଦେଖୁଥିଲି ଆମେ ଯୋଉ ଈଶ୍ୱର ଯାହାକୁ କହୁଛେ ହୁଁ ହୁଁ ସାରେ ମାନେ ସାରା ସଂସାର ଆମେ ତ ନିଜେ ହିଁ ହୁଁ ଈଶ୍ୱର। ହୁଁ 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 ହୁଁ। ଯୋଉ ଏ କଥାଟା ଯୋଉ ମୁକ୍ତି କହୁଛନ୍ତି ଏ କଥାଟାକୁ ଜାଣିବା ହିଁ ମୁକ୍ତି। ମୁକ୍ତି। ଚିହ୍ନିବା। ମାନେ ଚିହ୍ନିବା ମାନେ ଏ ଯୋଉ ମାୟା ଆଉ ଈଶ୍ୱର ଭିତରେ ପାର୍ଥକ୍ୟ ଜାଣିବା ହିଁ ମୁକ୍ତି ତ କହୁଥିଲେ। ବାସ୍ ବାସ୍ ବାସ୍। ଯାଇକିରି ଯୋଉ କହନ୍ତି ଲୋକ ଯୋଉ ମୁକ୍ତି ହେଇଯିବ ମାନେ ଅଲଗା କିଛି ଗୋଟେ କଣ ହେଇଯିବ ନା ନା ସେମିତି ନାହିଁ କିଛି। ଆପଣ କିଛି ବନିବେନି, ଆପଣ ଆଜ୍ଞା। ସେଇଆ ହିଁ ଅଛନ୍ତି। ସେ ଜିନିଷକୁ ଚିହ୍ନିବାର ଅଛି, ଦେହ ଭାବରୁ ଦେହୀ ଭାବକୁ ଯିବାର ଅଛି। ସେ ପାର୍ଥକ୍ୟକୁ ବୁଝିବା ଅଛି। ପାର୍ଥକ୍ୟକୁ ବୁଝିବାର ଅଛି। ନିଜର ସତ୍ୟକୁ ଚିହ୍ନିବାର ଅଛି। ଏବେ ଆଜ୍ଞା ଦେହ ପରିବର୍ତ୍ତନ ହଉଛି, ଇନ୍ଦ୍ରିୟ ପରିବର୍ତ୍ତନ ହଉଛି। ମନ ପରିବର୍ତ୍ତନ ହଉଛି, ବିଚାର ଚିନ୍ତା ସବୁ ତ ହଉଛି। ପରିବର୍ତ୍ତନ ଅଛି। ଏ ସମ୍ପୂର୍ଣ୍ଣ ପରିବର୍ତ୍ତନଶୀଳ ସଂସାରରେ ଯୋଉ ଅପରିବର୍ତ୍ତନୀୟ ଶକ୍ତି ଅଛି ଯିଏ ଆଜ୍ଞା କି ସାକ୍ଷୀ, ଯିଏ କି ଦ୍ରଷ୍ଟା, ଯିଏ କି ଇନ୍ଦ୍ରିୟ ମନର ଉର୍ଦ୍ଧ୍ୱରେ ଅଛନ୍ତି, ଯାହାଙ୍କ ଭିତରେ ଏସବୁ ପରିବର୍ତ୍ତନ ଚାଲିଛି ସେ ଶକ୍ତିକୁ, ସେ ନିତ୍ୟ ପଦାର୍ଥକୁ ଚିହ୍ନିବା ହିଁ ମୁକ୍ତି। ମାନେ ଏମିତି କହିବାକୁ ଗଲେ ମାନେ ସାରା ବ୍ରହ୍ମାଣ୍ଡକୁ ସିଏ ଗୋଟେ ବସ୍ତୁ ରୂପରେ ବ୍ୟବହାର କରୁଛି। ନିଶ୍ଚୟ ନିଶ୍ଚୟ। ସେ ଆଧାର, କରେଣ୍ଟ ଆଧାରରେ ସବୁ ବିଭିନ୍ନ ପ୍ରକାର ବସ୍ତୁ ପଦାର୍ଥ ପରିଚାଳନା ହଁ ହଉଛି। ଆଉ ଗୋଟେ କଣ କହୁଥିଲି କହିଲ ଯୋଉ ସାଇନ୍ସ ମାନେ ଯୋଉ ଗବେଷଣା କରିକି ଜାଣିଛନ୍ତି ଯୋଉ ବ୍ରହ୍ମାଣ୍ଡ ସୃଷ୍ଟି ହେଲା ହୁଁ ବିଗବ୍ୟାଙ୍ଗ ରୁ ତିଆରି ହେଇଛି, ବିଗବ୍ୟାଙ୍ଗ ରୁ। ଦେଖନ୍ତୁ ସାଇନ୍ସ କେବଳ ସେଇପରିକା ଜିନିଷକୁ ବୁଝିପାରିବ, ଚିହ୍ନି ପାରିବ ଯୋଉ ଜିନିଷ ଦୃଶ୍ୟମାନ ହଉଛି। ଇନ୍ଦ୍ରିୟ ମାଧ୍ୟମରେ, ଭୌତିକ ଜିନିଷ ଆଉ। ଇନ୍ଦ୍ରିୟ ମାଧ୍ୟମରେ ଆମେ ଅନୁଭବ କରିପାରିବା କି କିଛି ଡିଭାଇସ୍ ଥ୍ରୁ ତାକୁ ଦେଖିପାରିବା କି ଶୁଣି ପାରିବା, ଚାଖି ପାରିବା, ସ୍ପର୍ଶ କରିପାରିବା। ଇନ୍ଦ୍ରିୟାନୁଭୂତି ଦ୍ଵାରା ଯାହାକୁ ଅନୁଭବ କରୁଛେ ତାକୁ ଦେଖିକିରି ସାଇନ୍ସ ଏନାଲାଇସିସ୍ କରେ। କିନ୍ତୁ ଆଧ୍ୟାତ୍ମିକତା ସାଇନ୍ସ ର ଅନେକ ଉର୍ଦ୍ଧ୍ୱରେ ଅଛି। ସାଇନ୍ସ ସାଇନ୍ସ ବସ୍ତୁକୁ କଣ ଏଇ କଥାଟା ସତ ନୁହେଁ? ସାଇନ୍ସ କଣ କହିବ ଆଜ୍ଞା, ସାଇନ୍ସ ଯାହା ଦେଖା ଯାଉଛି ସେଇଆ କହିବ ନା, ସାଇନ୍ସ ବସ୍ତୁକୁ କହିବ। ହଁ ସାଇନ୍ସ ବିଷୟକୁ କେମିତି ଧରିପାରିବ? ବିଷୟକୁ ବସ୍ତୁ ଧରି ପାରିବନି। ବସ୍ତୁ ବିଷୟ ଭିତରେ ବହୁତ ଅନ୍ତର ଅଛି। ବସ୍ତୁକୁ ଅନୁଭବ କରିପାରିବା, ଆଉ ବସ୍ତୁ ଆତ୍ମା ନୁହେଁ। ବସ୍ତୁ ହଁ ପରିବର୍ତ୍ତନ ହୁଅ, ପରିବର୍ତ୍ତନଶୀଳ। ବିଗ୍ ବ୍ୟାଙ୍ଗରୁ ସେ କହୁଥିଲା ସାଇନ୍ସ, ଠିକ ଅଛି ବିଗ୍ ବ୍ୟାଙ୍ଗ ର ଆଧାର କଣ? ଏନର୍ଜି। ବିଗ୍ ବ୍ୟାଙ୍ଗ ଆଜ୍ଞା। ସେ ଏନର୍ଜି କିଏ? ତାକୁ ଚିହ୍ନିବାକୁ ପଡିବ। ତାପରେ ଯୋଉ ବିଗ୍ ବ୍ୟାଙ୍ଗ ହେଇଥିଲା ସେ ତ ସ୍ପେସ ରେ ତ ହେଇଥିଲା। ହୁଁ। ସ୍ପେସ ରେ ସ୍ପେସ୍ ହିଁ ବିଗ୍ ବ୍ୟାଙ୍ଗ ହେଇଥିଲା। ଦେଖନ୍ତୁ ଏଠି ବ୍ରହ୍ମଙ୍କ ଠାରୁ ପଞ୍ଚଭୂତ ନିର୍ମାଣ ହେଇଛି। ଆଜ୍ଞା ଆକାଶ, ବାୟୁ, ଅଗ୍ନି, ଜଳ, ସ୍ଥଳ। ମାନେ ସ୍ପେସ ବି ନିର୍ମାଣ ହେଇଛି, ସ୍ପେସ ବି ପରିବର୍ତ୍ତନ ହଁ ହଉଛି। ସ୍ପେସ୍ ବି ନିର୍ମାଣ ହେଇଛି, ସାଇନ୍ସ ସ୍ପେସ କୁ ଦେଖିବ ନା ଆଉ। ସ୍ପେସ ର ଉର୍ଦ୍ଧ୍ୱକୁ ଯାଇପାରିବ କି? ସ୍ପେସ ର ଆଧାର ବି ତା କିଏ? ଭିତରେ ଆସି ଯାଉଛି, ସ୍ପେସ ବି ସମୟ ଭିତରେ ହଁ ଆସି ଯାଉଛି। ବାସ୍ ବୁଝିପାରିଲେ, ସ୍ପେସ ବି ଆରେ ସମୟ ଭିତରେ ଆସି ଯାଉଛି। ଯୋଉ କହନ୍ତିନି ଯୋଉ ଯଦି ସ୍ପେସ ନଥିଲା
ତା ଆଜ୍ଞା। ପୂର୍ବ କଥା ଆଉ ସାଇନ୍ସ କହିପାରିବନି। ଯୋଉ ସ୍ପେସ୍ ନଥିଲା। ସାଇନ୍ସ କେମିତି କହିବ? ନାଇଁ ସାଇନ୍ସ ସାଇନ୍ସ ଯଦି ଏ କଥାଟା ସାଇନ୍ସ ପ୍ରଶ୍ନ ହେଇଯିବ, ସାଇନ୍ସ ଦେଖନ୍ତୁ କହୁଛି ବିଗ୍ ବ୍ୟାଙ୍ଗ ସାଇନ୍ସ ସ୍ପେସ ରେ ହେଇଥିଲା। ସାଇନ୍ସ ହେଲା ସ୍ପେସ ପୂର୍ବରୁ କହୁଥିଲା। ହଁ ସାଇନ୍ସ ଯୋଉ ଜିନିଷଟା ଦେଖା ଯାଉଛି, ଆଜ୍ଞା ଯାହା ଇନ୍ଦ୍ରିୟ ଗୋଚରରେ ଆସୁଛି, ସେଇ ଜିନିଷ ଆଜ୍ଞା କହିପାରିବ ଡିଭାଇସ ଥ୍ରୁ ହଉ ସେନ୍ସେସ୍ ଥ୍ରୁ ହଉ। କାହିଁକି ନା ଆଜ୍ଞା ସାଇନ୍ସକୁ ପ୍ରୁଭ୍ ଦରକାର। ବିନା ପ୍ରୁଭରେ ହଉ ବି ସାଇନ୍ସ କିଛି କଥାକୁ ମାନେନି। ତ ଯାହା ଦେଖା ଯାଉଛି ସେ ଆଜ୍ଞା ବ୍ରହ୍ମ ନୁହଁ, ଯିଏ ହଁ ଦେଖୁଛନ୍ତି ସେ ବ୍ରହ୍ମ। ହଁ ହଁ। ତ ମତେ ଆଉ ବୁଝିପାରୁଛ ନା? ଗୋଟେ ଜିନିଷ ମତେ ଆଉ ଗୋଟେ ଜିନିଷ ଆଶ୍ଚର୍ଯ୍ୟ ଲାଗିଲା। ମୁଁ କାଲି ଦେଖୁଥିଲି, ମାନେ ଏଇ ଯୋଉ ଆମର ସଂସାର, ଏଇ ଯୋଉ ମାନେ ବିରାଟ ବଡ ବ୍ରହ୍ମାଣ୍ଡ, ମାନେ ୟୁନିଭର୍ସ ଟା ଆମର, ଆଜ୍ଞା ମାନେ ତ ମାନେ କହିଲା ଭଳିଆ ଆମ ଯୋଉ ଗ୍ୟାଲାକ୍ସି ଆଉ ସୌରମଣ୍ଡଳ ଭଳିଆ କେତେଟା ସୌରମଣ୍ଡଳ ହେଲେ ଗୋଟେ ଗ୍ୟାଲାକ୍ସି ହଉଛି ତାରକାପୁଞ୍ଜ। ଆଜ୍ଞା ମାନେ ଏମିତି କହିବାକୁ ଗଲେ, ଯଦି ହୁଁ ପୃଥିବୀ କଣ ସୌରମଣ୍ଡଳ ବି ପଳଉଛି, ମାନେ ତା ୟୁନିଭର୍ସ କୁ କିଛି ଫରକ ପଡୁନି। ଗୋଟେ କଥା ମାନେ ଏଡେ ଦେଖନ୍ତୁ, ବଡ ସଂସାର ଭିତରେ। ତାଙ୍କୁ ଯଦି ଭିତରେ ଦେଖିବା, ଆଜ୍ଞା ସିଏ ସୀମିତ ରୂପରେ ଆମେ ଚିହ୍ନି ପାରିବା। ବାହାରେ ତ ଯଦି ଦେଖିବା, ମାୟା ଅନନ୍ତ। ଆଜ୍ଞା ଅନନ୍ତ। ଯାହା ଅନନ୍ତ କହିଲେ ତ। ଅନ୍ତ ନାହିଁ। କେତେ ଆକାଶ ପାଣି ପାହାଡ ପର୍ବତ ନାଇଁ ଗ୍ୟାଲେକ୍ସି। ଆମର ଏ ପାଣି ପବନ ଛାଡିଦିଅ, ଆମେ ଯଦି ତ ଯିବା ମାନେ ତ ମେନଲି ଖୋଜିବାକୁ। ମେନଲି ଆଜ୍ଞା ଯିଏ ଯୋଉଠି ଅଛନ୍ତି ତାଙ୍କୁ ସେଠି ଖୋଜିବାକୁ ଗଲେ ଆମେ ଚିହ୍ନି ପାରିବା। ଭିତରେ ଖୋଜିବାର ଅଛି, ବାହାରେ ନୁହଁ। ଖୋଜିଲେ ଏମିତି ମାୟାରେ ଖୋଜୁଥିବା ଖାଲି ବୁଲୁଥିବା। ବାହାରେ ଦେଖନ୍ତୁ, କିଛି ଯେତେ ବଡ ପାଇବନି। ଗୋଟେ କଥା ଯେତେ ବଡ ଗ୍ୟାଲେକ୍ସି ହଉ, ଯେତେ ବଡ ବିଗ୍ ବ୍ୟାଙ୍ଗ ହଉ, ଯେତେ ବଡ ବ୍ଲାକ୍ ହୋଲ ହଉ, ଆଜ୍ଞା ଯାହା ବି ହଉ, ଆପଣଙ୍କ ବିନା ଅସ୍ତିତ୍ଵ ଅଛି କିଛି କି ନଥିବ। ସଂସାରର? ନା କିଛି ନାହିଁ। ଭାବି ଦିଅନ୍ତୁ, ସଂସାର ତ ନାହିଁ ଦେଖନ୍ତୁ ଆଉ ଦେଖନ୍ତୁ ଦେଖନ୍ତୁ ଆପଣଙ୍କ ବିନା କୋଉଠି ଅଛି, କଣ ଅଛି? ଆପଣ କିଛି ସ୍ତରରେ ନାହିଁ। ଆପଣ, ମୋ ସ୍ତରରେ ମୁଁ, କାହିଁକି ନା ବ୍ରହ୍ମ ସ୍ତରରେ ଯିଏ ମୁଁ ସେଇ ଆପଣ ଆମେ ସମସ୍ତେ ଏକ। ଆଜ୍ଞା ବ୍ରହ୍ମ ସ୍ତରରେ ତ ଦୁଇ ନାହାନ୍ତି, ଏକ ସମସ୍ତେ ହିଁ। ସମାନ। ହଁ ସମସ୍ତେ ସମାନେ, କିନ୍ତୁ ଏଠି ଆମେ କଣ ଦ୍ଵୈତ ରୂପରେ ସଂସାରକୁ ଚିହ୍ନିଛେ। ଆଜ୍ଞା ଶରୀର ସବୁ ତ ରୂପରେ ଦୁଇ, ନିଜ ଏଠି ତ ଆଖି ହଁ ଖୋଲିଲେ ତ ସବୁ ଦୁଇ ଆଉ। ଆଖି ଖୋଲିଲେ ମାୟା ବାନ୍ଧିବ। ଆଜ୍ଞା ମନ ଜାଗୃତ ଅବସ୍ଥାକୁ ଆସିଲା ମାତ୍ରକେ ଇନ୍ଦ୍ରିୟଙ୍କୁ ତାଙ୍କ ଭୋଗ୍ୟ ବସ୍ତୁ ବାନ୍ଧିବେ। ଦୃଶ୍ୟ ବାନ୍ଧିଦେବେ। ଆଖିକୁ ବାନ୍ଧିବ, କାନକୁ ଶବ୍ଦ ବାନ୍ଧିବ, ନାକକୁ ଗନ୍ଧ ସୁଗନ୍ଧ ବାନ୍ଧିବ, ଶରୀରକୁ ସ୍ପର୍ଶ ବାନ୍ଧିବ, ବହିର୍ମୁଖୀ ହେଇଯିବ, ବ୍ରହ୍ମ ହଜିଯିବେ। ଆଜ୍ଞା ବ୍ରହ୍ମ ଜାଗୃତ ଅବସ୍ଥାକୁ ଆସିଲେ ତ ନିଜ ଆଜ୍ଞା ସ୍ୱରୂପରୁ ମାୟାକୁ ଆସିଗଲେ। ଆଜ୍ଞା ବୁଝିପାରୁଛନ୍ତି? ତ ଉପାୟ କଣ? ଉପାୟ ହେଲା ସତ୍ସଙ୍ଗ କରିବା, ସତ୍ୟକୁ ଚିହ୍ନିବା, ଶାସ୍ତ୍ର ପଢିବା, ଶାସ୍ତ୍ର ଅନୁଯାୟୀ ଇନ୍ଦ୍ରିୟ ମାନଙ୍କ ଉପରେ ନିୟନ୍ତ୍ରଣ ରଖିବା, ସ୍ୱରୂପରେ ସ୍ଥିତ ହେଇକିରି ଆଜ୍ଞା। ଆବଶ୍ୟକ ଜିନିଷ ପଛରେ କାମ କାର୍ଯ୍ୟ କରିବା, ଆଡମ୍ବର ପାଇଁ ନୁହଁ। ନା। ବୁଝିହଉଛି? ଲୋକଙ୍କୁ ବହୁତ ମଜା ଲାଗୁଛି, ମାନେ କଣ କହିଲ, ମାନେ ଏଇ ୟୁନିଭର୍ସ ବିଷୟରେ ଆହୁରି ନୂଆ ତଥ୍ୟ ଜାଣିବା ପାଇଁ। ନାଇଁ ମାନେ ନାଇଁ ସତିକି ନାଇଁ ଆମେ ନାଇଁ ନାଇଁ ସତ୍ୟକୁ, ନାଇଁ ମାନେ ସତ୍ୟକୁ ନାଇଁ ଜାଣିଥିବ କି? ଗୋଟେ କଥା ଯଦି ଏ ଯୋଉ ଉପନିଷଦ ବେଦାନ୍ତ ବ୍ରହ୍ମସୂତ୍ର ଯୋଉ ଆମର ବୈଦିକ ପରମ୍ପରା ଅଛି, ସେ ସବୁ ହଁ ଜିନିଷକୁ ଯଦିଓ ଛୋଟ ବେଳଠୁ ପିଲାମାନେ ପଢିଥାନ୍ତେ, ହଁ ବୁଝିଥାନ୍ତେ, ଆଉ ମାୟାରେ ଏତେ ହଜି ନଥାନ୍ତେ। ପୁରା ବୁଝିହଉଛି? ସେ ବେସିସ୍ କୁ ଜାଣି ଯାଇଥାନ୍ତେ ନା, ପଞ୍ଚଭୂତ କଣ, ପ୍ରକୃତି କଣ, ଶରୀର କଣ, ଇନ୍ଦ୍ରିୟ କଣ, ମନ କଣ, ତା ସ୍ଵଭାବ କଣ, ବେସିସ୍ କୁ ଜାଣି ଯାଇଥିଲେ, ବାକି ୟୁନିଭର୍ସ ଆଜିକାଲି ଯାହା ସାଇନ୍ସ ଆଜିକାଲି ଯାହା ବାହାର କରୁଛି, ସେ ତ ଅନେକ ପୂର୍ବରୁ ଆମ ଶାସ୍ତ୍ରରେ ବର୍ଣ୍ଣନା ଅଛି। ବର୍ଣ୍ଣନା ଅଛି। ବୁଝିହଉଛି? ଆଜ୍ଞା ସାଇନ୍ସ ର ବହୁତ ଚରମ ସୀମାରେ ଆମ ଶାସ୍ତ୍ର ସବୁ ତର୍ଜମା କରିକି ଆବିଷ୍କାର କରିଛୁ, କିନ୍ତୁ ତାର ଦୁରୁପଯୋଗ ନହବା ପାଇଁ ତାକୁ ବହିର୍ମୁଖୀ କରିନଥିଲେ, ତାକୁ ଲିପିବଦ୍ଧ ଲେଖିକିରି ସବୁ ୟୁଜ କରିନଥିଲେ। ବୁଝିହଉଛି ନା ନାଇଁ? ଆଜ୍ଞା ଆଜ୍ଞା ଗୋଟେ କଥା, ସବୁ ଜିନିଷର ପଜିଟିଭ ସାଇଡ୍ ଅଛି, ନେଗେଟିଭ ସାଇଡ୍ ଅଛି। ଆଜ୍ଞା ଗୋଟେ ମୋବାଇଲ ଆବିଷ୍କାର ହେଲା, ମୋବାଇଲ ର ସଦୁପଯୋଗ ବି ହେଇପାରେ, ଦୁରୁପଯୋଗ ବି ହେଇପାରେ। ହଁ ତ ସଦୁପଯୋଗ ବହୁତ କମ ହଉଛି, ଦୁରୁପଯୋଗ ଅଧିକା ହଉଛି। ହଁ ଅଧିକ ହଉଛି। ମାୟା ଅଧିକ ଲୋକଙ୍କୁ ହଇରାଣ କରେ, ବହୁତ କମ ଲୋକଙ୍କୁ ସାହାଯ୍ୟ କରେ। ସାହାଯ୍ୟ ହଁ। କୋଉଠି ହବା, ଯେତେବେଳେ ବିବେକ ଏଥିରେ ବିନିଯୋଗ କରିବା। ବିବେକୀ ବହୁତ କମ ଲୋକ ବହୁତ କମ ଲୋକ ଏଇ। ହୁଅନ୍ତି। ତ କହିବାର ତାତ୍ପର୍ଯ୍ୟ, ସାଇନ୍ସ ଦ୍ଵାରା ଯାହାବି ଆବିଷ୍କାରକୁ ଆମେ ଉନ୍ନତି ଭାବୁଛେ, ଏକ ପ୍ରକାର ଅବଗତି ହିଁ ସେ ସବୁ।
ଆଜ୍ଞା ବହୁ ମାନେ 90% ଅବଗତି 90% ଅବଗତି। ଏଇଟା ବହୁତ ଲୋକ ବୁଝିବେନି, କହେ କଣ ପାଗଳ ଭଳିଆ କହୁଛନ୍ତି, ଲୋକ ଆଜି ଏତେ ଜିନିଷ ଖାଉଛନ୍ତି ପିଉଛନ୍ତି ଖାଉଛନ୍ତି ସବୁ ୟୁଜ ସୁବିଧା କରୁଛନ୍ତି, ବେଳକୁ ଆମର ମାନେ ସୁବିଧା ହଉଛି, ଆଜି ଆମେ ସୁବିଧା ହଉଛି ପ୍ଲେନରେ ସବୁ ପଳାଉଛେ। ମତେ ଗୋଟେ ପ୍ଲେନରେ କଥା କୁହନ୍ତୁ, ପଳଉଛି ଗୋଟେ କଥା କୁହନ୍ତୁ, ଇଏ ସୁବିଧା ବିନା କଣ ମଣିଷ ବଞ୍ଚୁ ନଥିଲା? ବଞ୍ଚୁଥିଲା। ଖାଇବା ପିଇବା ରହିବା କେତେ ସୁଖ ସୁବିଧାରେ ଥିଲା। ଯଦିଓ ଗଛ ବୃଛକୁ କାଟିବାରୁ ଗ୍ଲୋବାଲ ୱାର୍ମିଂକୁ ବଢେଇବାରୁ ଫ୍ୟାନ ର ଏସି ର ଆବଶ୍ୟକ ପଇଲା। ଆଜ୍ଞା ଯଦି ନେଚର ସାଙ୍ଗରେ ଆଟାଚ ରହୁଥିଲା, ଆମେ ଏସବୁର ଏସି ର ଫ୍ୟାନ ର କଣ ଆବଶ୍ୟକ ଥିଲା, କୁଲର ର କଣ ଆବଶ୍ୟକ ଥିଲା? ଆବଶ୍ୟକ ନଥିଲା। ତ ପ୍ରକୃତି ସାଙ୍ଗରେ ଆମେ ଅପ୍ରାକୃତିକ କାମ କାର୍ଯ୍ୟ କରିକି ଅସୁବିଧାର ସମ୍ମୁଖୀନ ହଉଛେ, ତାର ଗୋଟେ ଉପାୟ ବାହାର କରୁଛେ। ଆମେ କହୁଛେ କଣ ନା ସାଇନ୍ସ ଆମକୁ ସାହାଯ୍ୟ କରୁଛି, ସାହାଯ୍ୟ କରୁଛି, ସାହାଯ୍ୟ କରୁଛି। ये प्रकृति को, ये संसार को भगवान कहतु, ब्रह्म कहतु कि अपन निजे कहतु, एते सुंदर ଆଜ୍ଞା भाବରେ रचना କରିଛନ୍ତି, କିଛି ବାହାରୁ କରିବାର ଆବଶ୍ୟକ ନାହିଁ, ସବୁ ହେଇକି ଅଛି। ଯୋଉ ନିତ୍ୟ ଆବଶ୍ୟକ ଖାଦ୍ୟ ପେୟ ରହିବା, ବୁଝିପାରୁଛ, ମାନେ ଏ ସବୁ ଆଜ୍ଞା ଜିନିଷ ସବୁ ସଜାଡି ହେଇକି ଅଛି। ମଣିଷ ଅହଙ୍କାରରେ ଗୋଟେ କଣ କରିକି ଦେଖିବା ଭାବରେ ସେ ଆଜ୍ଞା ପ୍ରକୃତି ଆଜ୍ଞା ବିରୁଦ୍ଧ କାମ କରୁଛି। ପଶୁ ପକ୍ଷୀ ସେ କଣ ଓହୋ ବଞ୍ଚୁନାହାନ୍ତି? ଆମଠୁ କେତେ ବଞ୍ଚୁଛନ୍ତି ନା ଭଲରେ ଅଛନ୍ତି। ନା ଭାଇ ରୋଗ ନା ତାଙ୍କର କଣ ବ୍ୟାଧି। ଏତେ ଖାଇବା ପିଇବା, ଗୋଟେ କୁକୁରଟେ ନା ସିଏ ଖାଇଦେଲା ତା କଣ ପେଟ ପୁରିଗଲା। ଜାଣିଛନ୍ତି ନା ନା ଟଙ୍କା ପଇସା ଚାଲିଛି ନା କଣ ନା 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 ଜାଣିଛନ୍ତି ସିଏ କଣ ଜାଣିଛନ୍ତି ନୁହେଁ, ସିଏ ଜାଣି ନାହାନ୍ତି ବରଂ ଭଲରେ ଅଛନ୍ତି। ଆମେ ଭଲରେ ଜାଣିକିରି ମାୟରେ ଅଛନ୍ତି ପଡିଛେ, ମାନେ ଜ୍ଞାନକୁ ଯୋଉ ଦୁରୁପଯୋଗ ହଁ କରୁଛେ ଆମେ। ଗୋଟେ କଥା, ପଇସା ପତ୍ର ପ୍ରେଜର ସିଷ୍ଟମ ଥିବାରୁ ହିଁ ଲୋକ ଅସୁବିଧା ହଉଛନ୍ତି ନା। ଆବୁରି ହଁ ଜାବୁରି କରି କିଏ ଫୋପାଡୁଛି ତ କିଏ ପାଉନି ନା। ନାଇଁ ମେନ୍ ହଉଛି ତ ଆମ ମଣିଷ ମାନଙ୍କ ଭିତରେ ମାନବିକତା ନାହିଁ ବିଲକୁଲ, ମୁଖ୍ୟତଃ ମାନବିକତା ଆଉ। ତାର କାରଣ ଅଛି, ସତ୍ୟର ଠିକ ସେ ପ୍ରଚାର ହଉନି, ସତ୍ସଙ୍ଗ ହଉନି, ଆଜ୍ଞା ସତ୍ ଜ୍ଞାନର ବଣ୍ଟନ ହଉନି। ମାନବିକତା ମାନେ ସମାଜରେ ବିଲୁପ୍ତ ମାନେ ଲୁପ୍ତ ହେଇଯାଇଛି କହିଲା ଭଳିଆ। ମାନେ ମୂଳ ମାନେ କଥା, ଭଲ ପାଇବା ନାହିଁ ବିଲକୁଲ, ମଣିଷ ମାନଙ୍କ ଭିତରେ ଭଲ ମଠ ପାଇବା ହିଁ ନାହିଁ। ମନ୍ଦିର ଯାହାକି ପରାବିଦ୍ୟାର ବିଦ୍ୟାଳୟ, ସେ ସବୁ ଜିନିଷ ଯଦି ସଠିକ ଭାବରେ କାର୍ଯ୍ୟରତ ହୁଅନ୍ତା, ପ୍ରତି ଜାଗାରେ ସତ୍ସଙ୍ଗ ହୁଅନ୍ତା, ହଁ ନାଇଁ ତାହେଲେ ସେଠି ତ ସବୁ ଆଜିର ମାନେ ଖାଉଛନ୍ତି ଖାଲି ଆଉ। ମାନବ ଯୋଉ ଦାନବ ହେଇ ଚାଲିଛନ୍ତି, ସେ ମାଧବ ହେଇ ଯାଆନ୍ତେ। ତ ସେଠି ବେପାର ଆରମ୍ଭ ହବାରୁ ସବୁ ହଜିମଜି ଯାଇକି ସମସ୍ତେ ଆଜ୍ଞା ସ୍ୱାର୍ଥୀ ପାଲଟି ଯାଇଛନ୍ତି। ଏ କଥା ବହୁତ କଟୁ ଲାଗେ ବହୁତ ଲୋକଙ୍କୁ, କଣ ଏମିତି କହୁଛନ୍ତି, କଣ ଏମିତି ଆଜ୍ଞା ଗପୁଛନ୍ତି। ସତ୍ୟ ଆଜ୍ଞା ହଜମ କରିବା ପାଇଁ ବି ସେତିକି ଆଉ ସହନ ଖାଇବା ଆଉ ଶକ୍ତି ଦରକାର। ଖାଇବା ଖାଇବା ଗୋଟେ ଜିନିଷ ଧର୍ମ ସାଙ୍ଗରେ ତାକୁ ଯୋଡି ଦେଇଛନ୍ତି। ଆଜ୍ଞା। ଖାଇବା ଆଜିକାଲି ଧର୍ମ କହିବାକୁ ଗଲେ ସ୍ଵାଦ ଅନୁସାରେ ତ ସୁବିଧା ଅନୁସାରେ। ନାଇଁ ନାଇଁ ଧର୍ମ ଅନୁଯାୟୀ, ଧର୍ମ ଅନୁଯାୟୀ, ଶାସ୍ତ୍ର ଅନୁଯାୟୀ ଜୀବନ ଯାପନ କରିବା ଦରକାର। ଶାସ୍ତ୍ର କଣ, ଜଣେ ମଣିଷ ବଞ୍ଚିବା ପାଇଁ କେମିତି, କଣ କୋଉ ବିଧିରେ, କୋଉ ଶୈଳୀରେ, କୋଉ ଅନୁଶାସନରେ ବଞ୍ଚିଲେ ଶରୀର ଆରୋଗ୍ୟ ରହିବ, ମନ ଶାନ୍ତ ରହିବ, ଆଉ ଆତ୍ମୀୟ ଶାନ୍ତି ସାଙ୍ଗରେ ସମସ୍ତେ ଏକାତ୍ମ ଭାବରେ ରହିପାରିବେ, ସେ ସବୁ ଶାସ୍ତ୍ର ଆମକୁ ମାର୍ଗଦର୍ଶନ କରେ। କିନ୍ତୁ ସେ ଯୋଉ ପରାବିଦ୍ୟାକୁ ଛାଡିକିରି ଅପରାବିଦ୍ୟାରେ ଆମେ ସମସ୍ତେ ମାତିବାରୁ, ପରାବିଦ୍ୟାକୁ ଅବହେଳା କରିବାରୁ, ତା ପରିଣାମକୁ ଭୋଗୁଛୁ ଆମେ ସବୁ। ବହୁତ ବୁଝିପାରୁଛ? ହଉଛି ଏଠି। ହୁଁ। ଏଇଟା ବି ଦେଖିବା ହବ, ଯଦି ଭଲ ଚର୍ଚ୍ଚା, ଏଇଟା ବି ଅପଲୋଡ କରିଦେବା। କାଳେ କୋଉଠି କାହାର ବିବେକ ଜାଗୃତ ହବ, ଏସବୁ କଥାକୁ ଶୁଣିକିରି। ହଁ ହୁଁ ହୁଁ। ଆଉ କୁହନ୍ତୁ କଣ ସବୁ? ଏମିତି ତ ଆମର ମୁଖ୍ୟ ଯୋଉ ଧାର୍ମିକ ଅନୁଷ୍ଠାନ ଯୋଉ ସବୁ ଅଛି, ମଠ ମନ୍ଦିର, ସେଠି କେବଳ ଖାଉଛନ୍ତି ରୋଷେଇ କରିକି ଆଉ, ମୁଖ୍ୟ ଉଦ୍ଦେଶ୍ୟ କିଛି ନାହିଁ। ଆପଣ ଯାହା କହୁଥିଲେ ଠିକ କଥା। ହଁ ହୋଟେଲ କେବଳ ପାଲଟି ଯାଇଛି ଆଉ, ଖାଇବା ହୋଟେଲ ତ ପିଇବା ସେଠି ବାଜା ବଜେଇ ନାଚିବା। ମାନେ ତା ଅଛି, ମଠ ଅଛି, ମାନେ ଖାଇବା ଗୋଟେ ମନ ହେଲା ଗୋଟେ ରୋଷେଇ କରିବା, ଚାଲ ମଠରେ ଗୋଟେ ରୋଷେଇ କରିଦବା। ଇନ୍ଦ୍ରିୟ ହଁ ସଂଯମତା ପାଇଁ, ମନର ସଂଯମତା ପାଇଁ, ସତ୍ୟକୁ ଚିହ୍ନିବା ପାଇଁ ଯେଉଁ ଶିବିରର ଆବିଷ୍କାର କରିଥିଲେ, ନିର୍ମାଣ କରିଥିଲେ, ସେ ଇନ୍ଦ୍ରିୟକୁ ଅସ୍ଥିରତା କରିବା ପାଇଁ ଆଜିକାଲି ବିନିଯୋଗ କରୁଛୁ ଆମେ। ଖାଇବା ପିଇବା, ବାଜା ବଜେଇ ନାଚିବା, ବୁଝିପାରୁଛି? ତା ପ୍ରଭାବକୁ ଭୋଗୁଛୁ ଆଉ କଣ। ବାହାଘର ଗୋଟେ ଡିଜେ ଗାଡି ବାଜିବ ମାନେ ମାନେ ଡ୍ୟାନ୍ସ ତ ଛାଡ, ଦିଅ ତ ଆସିବେନି ମୋଟରୁ ଭସାଣି ହେବାକୁ ଆଉ। ଡିଜେ ନହେଲେ ହୁଁ ଦିଅ ଆସିବେନି ଭସାଣି ହେବାକୁ। ବାହାଘର କଣ, ସବୁଆଡେ ତ ସବୁ ତ ୱେଷ୍ଟର୍ଣ୍ଣ କଲଚର ହିଁ ତ ଚାଲିଛି ଆଉ। ଆଉ ବୈଦିକ ମଦ ତ ପରମ୍ପରା, ଆଗୁଆ। ନିଶ୍ଚୟ ହଁ ନିଶ୍ଚୟ ନିଶ୍ଚୟ। ମଦ ଆମେ ମାଂସ। ତ ଏଇ ସମାଜରେ ସବୁ ରହୁଛୁ, ଦେଖୁଥିବୁ ସତ୍ୟ ଟା କଣ,
ଏ ଲୋକ ତ ଏ କଥାକୁ ଗୋଟେ ସ୍ୱୀକାର କରୁନାହାନ୍ତି ଆଉ ହୁଁ ହୁଁ ପରିବର୍ତ୍ତନ ହବାକୁ ଚାହୁଁନାହାନ୍ତି, କାହିଁକି ନା ତାଙ୍କୁ ମାନେ ଭଲ ତ ଲାଗୁଛି, ଏମିତି ବି ତାଙ୍କ ସହଜ ରାସ୍ତା ଟା କଣ କହିଲ, ମାନେ ନାଇଁ ଇଏ ନାଇଁ, ମାୟାରେ ଆଜ୍ଞା। ତତ୍କ୍ଷଣିକ ଶାନ୍ତି ମିଳେ, ହଁ ତତ୍କ୍ଷଣିକ ହଁ, ସୁଖ ବାସ୍ ମିଳେ, ବାସ୍, ମୁଁ ସେଇଆ କହିବାକୁ ବୁଝୁଛି। ଚାହୁଁଥିଲି। କିନ୍ତୁ ସେ ହଁ ସୁଖ ପଛଆଡ଼େ ଅନେକ ଦୁଃଖ, ବ୍ୟାକୁଳତା, ଯନ୍ତ୍ରଣା, ଅସ୍ଥିରତା ବି ଥାଏ, ହଁ, ନାଇଁ ଅନାରୋଗ୍ୟ ବି ଯୋଉଠି ଥାଏ। କିନ୍ତୁ ସୁଖ ସେ ଟା କଣ କହିଲ ସହଜରେ ତତ୍କ୍ଷଣିକ ମିଳିଯାଉଛି, ସୁଖରେ, ସୁଖ ଟା ସହଜ ସହଜରେ ସୁଖରେ, ମିଳିଯାଉଛି। ତତ୍କ୍ଷଣିକ ସୁଖରେ ବାନ୍ଧି ହେଇକିରି ଯେଉଁ ପରମାନନ୍ଦ, ଯେଉଁ ଶାଶ୍ୱତ ଆନନ୍ଦ, ଯେଉଁ ଚିରନ୍ତନ ସୁଖକୁ ଭୁଲି ଯାଉଛନ୍ତି, ତାଠୁ ବଞ୍ଚିତ ହେଇ ଯାଉଛନ୍ତି। ମାୟା ବା ବାନ୍ଧିବ, ମାୟା ବଡ଼ ଆଜ୍ଞା। ବଡ଼ ସାଧୁ ସନ୍ଥକୁ ବାନ୍ଧେ, ଆଉ ସାଧାରଣ ଲୋକ ତ ଛାଡ଼ନ୍ତୁ। ସାଧନା ରଥ ଥିବା ସନ୍ଥଙ୍କୁ ବି ମାୟା ବେଳେବେଳେ ବାନ୍ଧିଦିଏ, ତାଙ୍କୁ ଲୋଭରେ, ମୋହରେ, ମାୟାରେ, ବିଳାସ ଆମର ବସ୍ତୁର ଭୋଗରେ ତାଙ୍କୁ ବାନ୍ଧିଦିଏ। ଆଗରୁ ଭାଇ ମଣିଷ ଆକ୍ଚୁଆଲି ମଣିଷ ବିବେକରେ ବଞ୍ଚିବା କଥା। ବିବେକ ଜାଗୃତ ହବ କିନ୍ତୁ ସତ୍ସଙ୍ଗ କଲେ, ଶାସ୍ତ୍ର ପଢ଼ିଲେ। ଶାସ୍ତ୍ର ପଢିଲେ। ତ ସେ ଜିନିଷ ହଉନି, କିନ୍ତୁ ମୂଳ କଥା। ଆମର ଯୋଉଟା ଯୋଉଟା କି ପଶୁ ପକ୍ଷୀ ମାନଙ୍କ ପାଖରେ ବୁଦ୍ଧି ଅଛି କିନ୍ତୁ ବିବେକ ନାହିଁ, ଯୋଉଟା ମଣିଷ ପାଖରେ ଅଛି। ଭୁଲ ଭୁଲ ମଣିଷ ଅବିବେକ ହିଁ ଯାଇଛନ୍ତି ଆଜି। ନାଇଁ ଆଜିକାଲି ଟିକେ ପଶୁ ପକ୍ଷୀ, ପାଠରେ ଦେଖନ୍ତୁ, ହଁ ହଁ ପଶୁ ପକ୍ଷୀ ପ୍ରକୃତିର ନିୟମକୁ ପାଳନ କରୁଛନ୍ତି ନା ନାଇଁ? ହଁ କରୁଛନ୍ତି। ତାଙ୍କ ରୀତିନୀତି ଠିକ ଅଛି ନା ନାଇଁ? ଇଏ, କିନ୍ତୁ ନାଇଁ ମଣିଷର ସେ ଅଛି କି? ପ୍ରକୃତି। ହଁ, ଦେଖନ୍ତୁ, ଗୋଟେ ମଣିଷ କଥା, ନାହିଁ ବା। ନାଇଁ ନାଇଁ, ଗୋଟେ କଥା, ମୂଳ କଥାକୁ ଆମେ ଆଚରଣ କରିବା ନା। ଖାଦ୍ୟ, ହଁ ପେୟ, ଜଳ, ପବନ, ଏସବୁ ଜିନିଷ ପ୍ରକୃତିର ସମ୍ମାନ କରିବା ହିଁ ପୂଜା। ପୂଜା। ପ୍ରକୃତି ଅନୁଯାୟୀ ଜୀବନଯାପନ କରିବା ହିଁ ସତ୍ସଙ୍ଗ କୁହନ୍ତୁ, ପୂଜା କୁହନ୍ତୁ, ଆଧ୍ୟାତ୍ମିକତା କୁହନ୍ତୁ। ହଁ ହଁ ମୂଳ କଥା ହେଲା ପ୍ରକୃତି ସାଙ୍ଗରେ ପ୍ରାକୃତିକ ଭାବରେ ସମଦୃଷ୍ଟିରେ ଜଣେ ଜଣଙ୍କୁ ସାହାଯ୍ୟ ସହାୟତା କରିକରି ସ୍ନେହ ଶ୍ରଦ୍ଧାରେ ବଞ୍ଚିବା ହିଁ ଆଧ୍ୟାତ୍ମିକତା। ଆଜ୍ଞା। ଯଦି ସିମ୍ପଲି କହିବା, ବେଶୀ କମ୍ପ୍ଲିକେଟ୍ ନ କରିକିରି, ଆଧ୍ୟାତ୍ମିକତାକୁ ସିମ୍ପଲି ଯଦି ବର୍ଣ୍ଣନା କରିବା, ପ୍ରକୃତିକୁ ରଚନାକାର ଯେମିତି ରଚନା କରିଛନ୍ତି, ପ୍ରାକୃତିକ ଭାବରେ ନିଜକୁ ରଖିବା। ଖାଦ୍ୟପେୟ, ବ୍ୟବହାର, ଆଚରଣ ପ୍ରକୃତି ସାଙ୍ଗରେ ପ୍ରାକୃତିକ ଭାବରେ ରହିବା ଦରକାର। ସମୟରେ ଶୋଇବା, ସମୟରେ ଖାଇବା, ସବୁଜ ପରିବା ଖାଇବା, ଫଳ ଖାଇବା, ବୁଝିହଉଛି। ଆଉ ଜଣେ ଜଣଙ୍କର ଟିକେ ସାହାରା ହବା, ସାହାଯ୍ୟ କରିବା, କାହିଁକିନା ମୁଁ ହିଁ ସମସ୍ତଙ୍କ ଭିତରେ ଅଛି। ଏ ଜିନିଷଟା ମୁଁ ପଢ଼ିଛି, ମୁଁ ଶୁଣିଛି, କିନ୍ତୁ ମୁଁ ଅନୁଭବ କରିବା ପାଇଁ ହେଲେ ମୋତେ ସେତିକି କର୍ମଯୋଗୀ ହେବାକୁ ପଡ଼ିବ। କର୍ମଯୋଗ, ଜ୍ଞାନ ଯୋଗ, ଧ୍ୟାନ ଯୋଗ, ଭକ୍ତି ଯୋଗ, ଚାରି ମାର୍ଗକୁ ଆଚରଣ କରିକି ଜୀବନ ଯାପନ କରିବାକୁ ପଡ଼ିବ। ବୁଝିପାରୁଛନ୍ତି? ହୁଁ ହୁଁ। ଆଉ ଆଉ ଗୋଟେ କଥା, ହୁଁ, ଈଶ୍ୱର ତ ଅଛନ୍ତି, ବ୍ରହ୍ମ ତ ଅଛି ସବୁଆଡେ। ଆଜ୍ଞା। ଏ ଭଲ ଭଲ ଅଛି, ମନ୍ଦ ଅଛି, ଲୋକ ମନ୍ଦ କର୍ମ କରୁଛନ୍ତି। ସିଏ ତ ଅଛି ସଦାବେଳେ, ସତ୍ୟ ସେ ରହିବ। ଲୋକ ଆଜ୍ଞା। କହୁଛନ୍ତି ଆମେ ଭଲକୁ କାହିଁ ଆପଣେଇବୁ, ମନ୍ଦ ତ ଅଛି ଆମେ କରିଚାଲିବୁ ମନ୍ଦ। ମନ୍ଦର ପ୍ରଭାବ ବି ତ ଭୋଗିବେ ନା। ମନ୍ଦର ପ୍ରଭାବ ଅ, ମାନେ ଯୋଉ ଆମେ କହୁଛେ ସ୍ୱର୍ଗ ନରକ, ସ୍ୱର୍ଗ ନରକ ଆଜ୍ଞା ବାହାରେ କୋଉଠି ନାହିଁ, ଏଇଠି ଅଛି। ତାପରେ ଧର୍ମ ମନ୍ଦର ପ୍ରଭାବ ଅନୁଯାୟୀ, ହଁ ଶୁଣନ୍ତୁ, ଧର୍ମ ଅନୁଯାୟୀ ଯଦି କର୍ମ କରିବେ, ସ୍ୱର୍ଗକୁ ସୁଖକୁ ଏଇଠି ଭୋଗିବେ। ଅଧର୍ମିକ କାମ କାର୍ଯ୍ୟ କରିକି ଯଦି ପାପ ରୂପକ କର୍ମକୁ କରିବେ, ଏଇଠି ହିଁ ପୀଡ଼ାକୁ, ଦୁଃଖକୁ, ବ୍ୟାକୁଳତାକୁ, ଅସ୍ଥିରତାକୁ, ଏଇଠି ନରକକୁ ଭୋଗିବେ। ସବୁ ଏଇଠି ଅଛି। ସେ ମନ୍ଦକୁ କଣ କହିଲ, ସାଙ୍ଗେ ସାଙ୍ଗେ ରିଟର୍ନ ଆସୁନି ସେ ଫଳଟା ତାଙ୍କର, ନା ଡେରିରେ ସାଙ୍ଗେ ଆସୁଛି। ସାଙ୍ଗେ ଆସୁନି, କେମିତି ଆସୁଛି, ଦେଖି ପାରୁନାହାନ୍ତି ଲୋକ, ତାକୁ ବୁଝି ପାରୁନାହାନ୍ତି। ଗୋଟେ ଖରାପ ଜିନିଷ ଖାଇଲେ ବା ସାଙ୍ଗେ ସାଙ୍ଗେ ତା ପ୍ରଭାବ ଶରୀର ଉପରେ, ମନ ଉପରେ ପଡ଼ିବ। ଖରାପ କଥାଟାକୁ ଭାବିଲେ ପରା, ଭାବେ ନା, ଭାବୁ ଭାବୁ ସାଙ୍ଗେ ସାଙ୍ଗେ ତା ପ୍ରଭାବ ମନ ଉପରେ, ଇନ୍ଦ୍ରିୟ ଅସ୍ଥିର ଖରାପ ଭାବର ହଁ। ପଡ଼ିବ। ପଡ଼ିବନି କେମିତି? ପଡ଼ୁଛି। ତାଙ୍କୁ ଚିହ୍ନି ପାରୁନାହାନ୍ତି, ତାଙ୍କୁ ଦେଖି ପାରୁନାହାନ୍ତି। ସବୁ ଜିନିଷକୁ ପଇସା ସାଙ୍ଗରେ ମଣିଷ ତୁଳନା କରିକି ଦେଖୁଛନ୍ତି। ଯଦି ମଦ ଗଞ୍ଜେଇ ବିକିକିରି ମୋର ପୁଳାଏ ପଇସା ହେଇଯିବ, ତାହେଲେ ମୁଁ ଭଲରେ ରହିବି ଭାବୁଛନ୍ତି। କିନ୍ତୁ ହୁଁ ସେଇ ମଦ ଗଞ୍ଜେଇ ବେଳେ ପଇଲେ ତାଙ୍କ ପିଲାମାନେ ବି ଖାଇବେ, ମୋ ବେଳେ ପଇଲେ ପିଲାମାନେ ବି ବେଳେ ଖାଇବେ। ପଇଲେ ସିଏ ନିଜେ ବି ବିନିଯୋଗ କରିବେ, ବେଳେ ପଇଲେ ତାଙ୍କରି ବନ୍ଧୁ ମିତ୍ର ବି ଖାଇକିରି ତା ଦେହରେ ପୀଡ଼ିତ ହେବେ, ଦୂଷିତ ହେବେ। ବୁଝିହଉଛି? ସେ କଥା ବୁଝି ଆଜ୍ଞା। ପାରୁନାହାନ୍ତି ନା। ମଦ ଗଞ୍ଜେଇ ତ ଛୋଟ ଜିନିଷ କୁହାହେଲା, ବହୁତ ସାରା ଯୋଉଠି ବି ଆପଣ ଅପ୍ରାକୃତିକ କାମ କରିବେ, ଲୋଭରେ ପଡ଼ିକିରି ନିଜର ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ ସମାଜକୁ କିଛି ଭୁଲ କଥାକୁ ବାଣ୍ଟିବେ, ସମାଜକୁ ଭୁଲ ଜିନିଷକୁ ଦେବେ,
ତା ପ୍ରଭାବ ଅଜାଣତରେ ଆପଣଙ୍କ ଉପରେ ହିଁ ପଡ଼ିବ, ଆପଣଙ୍କ ପରିବାର ଉପରେ ହିଁ ପଡ଼ିବ, ଆପଣଙ୍କ ପିଲା ଛୁଆ ବାପା ମାଙ୍କ ଉପରେ ହିଁ ପଡ଼ିବ। କାହିଁକିନା ଆମେ ସମସ୍ତେ ମିଶିକିରି ଅଛେ, ଆତ୍ମା ସ୍ତରରେ ସମସ୍ତେ ମିଳିକିରି ଅଛେ, ମିଶିକିରି ଅଛେ, ଏକ ହିଁ ଅଛେ। କାଣି ଆଙ୍ଗୁଠିକୁ ଯଦି ଝୁଣ୍ଟିକିରି କିଛି ଖଣ୍ଡିଆ ହେଇଗଲା, ତା ଆଜ୍ଞା ପ୍ରଭାବ ତାର ଦର୍ଜ ପୁରା ଶରୀରକୁ ହବ। ତା ପୀଡ଼ା କାଣି ଆଙ୍ଗୁଠି ଦୂରରେ ଅଛି ବୋଲିକିରି ମନକୁ ପୀଡ଼ା ହବନି, ଏମିତି କିଛି ଅଛି କି? ହବ। ଓହୋ ବୁଝିପାରୁଛନ୍ତି? ମୁଣ୍ଡ କେଶଠୁ ନେଇକିରି ଗୋଡ଼ର କାଣି ଆଙ୍ଗୁଠି ଯାଏ, ସମ୍ପୂର୍ଣ୍ଣ ଶରୀରରେ କୋଉଠି ଟିକେ ଖଣ୍ଡିଆ ହେଲେ ବି ସମ୍ପୂର୍ଣ୍ଣ ଶରୀରକୁ ଦୁଃଖ ଶରୀରକୁ ହବ, ବାଧା। ବାଧା ହବ। ସେମିତି ସଂସାରରେ କିଏ କୋଉଠି ଭୁଲ କଲେ ବି ସମସ୍ତଙ୍କ ଉପରେ ପ୍ରଭାବ ପଡ଼ିବ, କିଏ କୋଉଠି ଭଲ କଲେ ବି ତା ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିବ। ତ ଭଲକୁ କରିବା ପାଇଁ ଆମକୁ ଯୋଜନା କରିବାକୁ ପଡ଼ିବ। ଯିଏ ବି ଭଲ ସତ୍ୟକୁ ଚିହ୍ନିଛନ୍ତି, ଯିଏ ବି ସାଧନା ରଥ ଅଛନ୍ତି, ଯିଏ ବି ଏ ଯେଉଁ ଭକ୍ତି ମାର୍ଗରେ ଈଶ୍ୱର ଉପାସନା ମାର୍ଗରେ ଅଛନ୍ତି, ସେମାନଙ୍କୁ ଟିକେ ସୁଦୃଢ଼ ଭାବରେ ସଶକ୍ତ ହେଇକିରି ସତ୍ୟର ପ୍ରଚାର କରିବାକୁ ପଡ଼ିବ। ନିଷ୍ଠାବାନ ହେଇକି ନିଜେ ଆଚରଣ କରିବାକୁ ପଡ଼ିବ। ନିଶ୍ଚୟ ପରିବର୍ତ୍ତନ ଆସିବ। ଆପଣ ବଢିଆ କହିଲେ ବ୍ରହ୍ମ ହଉଛନ୍ତି ଏକ, ଯୋଉ ଅଦ୍ୱୈତ ଟା ଏଇଟା ବଢିଆ ଜିନିଷ। ଏଇଟା ସତ୍ୟ, କେউ ମାନନ୍ତୁ ନ ମାରନ୍ତୁ, ମାନିବିନି, ଏଇଟା ବହୁତ ନାଇଁ ମାନି ମାନନ୍ତୁ ହବନି, କାହିଁକି ନା ନାଇଁ, ଏ ଆଖି କଥା ଖୋଲିଲେ ଉପରେ ପରେ ଆମେ ବିଚାର କରିକି ମୁଁ ପ୍ରମାଣ। ଦେଖୁଥିଲି ଯେ ଅଦ୍ୱୈତ ହଉଛି ଗୋଟେ ଜିନିଷ, ମାନେ ସେଥିରେ କହିଲା ଭଳିଆ ସେୟା ହିଁ ସତ୍ୟ। ମାନେ ଏଥିରେ ମାନେ ଶାସ୍ତ୍ର ପାର୍ଥକ୍ୟ ପ୍ରମାଣ, ନଥାଏ, ପାତରଅନ୍ତର ନଥାଏ। ଶାସ୍ତ୍ର ପ୍ରମାଣ, ଯିଏ ମୁଁ ସେଇ ଆପଣ, ସେଇ ଗୋଟେ ଜୀବ, ସେଇ ଗୋଟେ ଜନ୍ତୁ, ସେଇ ଗୋଟେ ପଶୁ, ସେଇ ଗୋଟେ ପକ୍ଷୀ। ଆଉ ଇଏ ଏକତାକୁ ଅନୁଭବ ମାଧ୍ୟମରେ ମନର ସ୍ତରରେ ଚିହ୍ନିବା ହିଁ ମୁକ୍ତି। ଆଜ୍ଞା ସେ ତ ମୁକ୍ତି ବାସ୍ ମୁକ୍ତି perfect। ମାନେ ଆମେ ଭାବୁଛୁ କୁଆଡେ ଗୋଟେ ସ୍ୱର୍ଗକୁ ପଳେଇବା, କୋଉଠି କଣ ଉଡିବା, ଚାରିପାଖ ଜଗତ, ନର୍ତ୍ତକୀ ମାନେ ନାଚୁଥିବେ, ସୁରାପାନ କରୁଥିବା, ସୁନା ଅଳଙ୍କାର ପିନ୍ଧିଥିବା, ଏ ଯୋଉ ଆମେ ନା ଭାବୁଛୁ ନା ମୁକ୍ତି, ସିଏ ନୁହଁ ମୁକ୍ତି। ମୁକ୍ତି ସତ୍ୟକୁ ଚିହ୍ନିବା ହିଁ ମୁକ୍ତି। ଆଉ ମୁକ୍ତ ଶରୀର ଯୋଉଠି ବି ଅଛନ୍ତି, ଯୋଉ ସ୍ଥିତିରେ ବି ଅଛନ୍ତି, ସେ ତୃପ୍ତ ଥିବେ। ଦେହକୁ ରୋଗ ହେଲେ ବି ସେ ତୃପ୍ତ ଥିବେ। ସେ ଜାଣିଛନ୍ତି ଦେହକୁ ରୋଗ ହେଇଛି, ମୁଁ ରୋଗୀ ନୁହେଁ। ହଁ ପଇସାର ଅଭାବ ଥିଲେ ବି ସେ ଜାଣିପାରିବେ, ସେ ଭିତରେ ଅନ୍ତଃସ୍ତରରେ ସେ ତୃପ୍ତ ଥିବେ, ସେ ଶାନ୍ତ ଥିବେ। ସେ ଭାବିବେ ଶରୀରର ବ୍ୟବହାରରେ ଶରୀରକୁ ଟିକେ ପଇସାର ଅଭାବ ଅଛି, କିନ୍ତୁ ମତେ ନୁହଁ। ହଁ, ମୁଁ ଆମର ଏଇ ଯୋଉ ଶାସ୍ତ୍ର ସବୁ ଅଛି, ଯୋଉ ବ୍ରହ୍ମସୂତ୍ର ହଉ ବେଦାନ୍ତ ହଉ, ଉଁ, ଏଇ ଭାରତରେ କଣ କେବଳ ଥିଲା, ଆଉ ପୃଥିବୀର କୋଉ ଜାଗାରେ ନଥିଲା? ଫେର ମାୟାକୁ ଯାଉଛନ୍ତି ଆପଣ। ମାୟାକୁ ଏଇ ପ୍ରଶ୍ନ ତ ଆସିବ ନା ମୁଣ୍ଡକୁ ନାଇଁ, ନାଇଁ, ଯେମିତି ହେଲେ। ବାହାରେ ଖୋଜିଲେ ଫେର ମାୟାରେ ହଜିବେ। ଗୋଟେ କଥା ବୁଝନ୍ତୁ, ମୁଁ ଯୋଉଠି ଅଛି ମୋ ଭିତରେ ବ୍ରହ୍ମ ଅଛନ୍ତି ନା, ଆଜ୍ଞା ମୁଁ ଏବେ କୋଉଠି ଅଛି? ମୁଁ ଗୋଟେ ପଚାରୁଛି, ନାଇଁ, ଠିକ ଏଇ କଥା। ଯୋଉ ଭାରତ ଋଷି ପରମ୍ପରା ଦେଶ। ଆଜ୍ଞା ଭାରତରେ ଅନେକ ଶରୀର ଏ ସତ୍ୟକୁ ଅନୁଭବ କରିଛନ୍ତି, ଶାସ୍ତ୍ର ମାଧ୍ୟମରେ ପ୍ରଚାର କରିଛନ୍ତି। ବୁଝିପାରୁଛ? ଆଉ ଜଣେ ଫୋନ କରୁଛନ୍ତି, ଟିକେ ମୁଁ 2 ମିନିଟରେ କଲ୍ କରୁଛି। ହଁ ହଁ ଟିକେ ହଁ କଥା ହେବା, ବହୁତ କଥା ହେଲୁ ଆମେ କଥା ହେବା ଧୀରେ ଧୀରେ। ହଁ ହଁ।